ଓଡ଼ିଆ ଉପନ୍ୟାସରେ ଆଦିବାସୀ ସମାଜ ଏକ ଦୃଷ୍ଟିପାତ। ଓଡ଼ିଶାରେ ଆଦିବାସୀ ଏକ ପ୍ରାଚୀନତମ ଅଧିବାସୀ। ସଭ୍ୟତାର ବିକାଶ ପୂର୍ବରୁ ସେମାନଙ୍କର ଏହି ଭୂମି ଖଣ୍ଡରେ ଥିଲା ଜୀବନ ପ୍ରବାହ। ସଭ୍ୟତାର କ୍ରମ ବିକାଶ ହୋଇଥିଲେ ହେଁ ଆଦିବାସୀ ସମାଜ ତଥାପି ପୂର୍ବପରି ଆପଣାର ଜୀବନଚର୍ଯ୍ୟା ଓ ସଂସ୍କୃତିକୁ ଧରି ରଖିଥିବା ଦେଖାଯାଏ। ଓଡ଼ିଶାରେ ଯେ କେବଳ ଆଦିବାସୀ ସମାଜ ବିଦ୍ୟମାନ ତାହା ନୁହେଁ, ସମଗ୍ର ବିଶ୍ୱରେ ବିଭିନ୍ନ ଦେଶରେ ଆଦିବାସୀମାନେ ଅବସ୍ଥାନ କରନ୍ତି। ପ୍ରକୃତି ସହିତ ଆଦିବାସୀମାନଙ୍କର ସମ୍ପର୍କ ଘନ ନିବିଡ଼। ନାନା ପ୍ରତିକୂଳ ପ୍ରାକୃତିକ ପରିବେଶ ଭିତରେ ମଣିଷ ନିଜକୁ ମନେକରେ ଏକାନ୍ତ ଅସହାୟ। ତାର ଅଜ୍ଞତା ହେତୁ ସେ ଭୟ କରେ ଅଦୃଶ୍ୟ ଅଜ୍ଞେୟ ଶକ୍ତିକୁ। ଏହି କାରଣରୁ ତା ଭିତରେ କେମିତି ଗୋଟାଏ ଦାସ ମନୋଭାବ ପ୍ରକାଶ ପାଏ ଆପେ ଆପେ। ପ୍ରାଚୀନ ସଂସ୍କୃତିରେ ପ୍ରକୃତି ପ୍ରତି ମଣିଷର ପ୍ରକାଶ ପାଇଥିଲା ତିନୋଟି ଭାବଧାରା। ପ୍ରଥମତଃ ସେ ପ୍ରକୃତିକୁ ଭଲ ପାଉଥିଲା ପ୍ରାଣ ଭରି। ତେଣୁ ସେ ପ୍ରକୃତି କୋଳରେ ରହିବାକୁ ସୁଖ ମଣୁଥିଲା। ପ୍ରକୃତି ପ୍ରତି ତାର ଥିଲା ସହଜାତ ମାୟା ଓ ମମତା, ସ୍ନେହ ଓ ଆଦର। ଦ୍ୱିତୀୟତଃ ସେ ପ୍ରକୃତି ସହିତ ସହାବସ୍ଥାନ କରୁଥିଲା। ପ୍ରକୃତି ଯେମିତି ତାର ବନ୍ଧୁ ଓ ଆତ୍ମୀୟ। ତୃତୀୟତଃ ପ୍ରକୃତି ସହିତ ତାର ମଧ୍ୟ ପ୍ରକାଶ ପାଉଥିଲା ବୈରତା। ଏଥିପାଇଁ ପ୍ରକୃତି ସହିତ ସଂଗ୍ରାମ କରି ବିଜୟୀ ହେବାକୁ ତାର ସୃଷ୍ଟି ହେଉଥିଲା ଦୁର୍ବାର ଆକାଂକ୍ଷା। ବିସ୍ମୟ ଓ ରୀତି, ସୌହାର୍ଦ୍ଦ୍ୟ ଓ ସହାବସ୍ଥାନ, ବିଜୟ ବାସନା ଓ ସଂଘର୍ଷ ସେହି ମନୁଷ୍ୟ ଭିତରେ ପ୍ରକାଶ ପାଉଥିଲା। ଏସବୁ ସତ୍ତ୍ୱେ ପ୍ରକୃତି ସହିତ ସାଧାରଣ ଆଦିବାସୀ ଜୀବନ ହୋଇଯାଇଥିଲା ଏକ ଏବଂ ଅଭିନ୍ନ। ଜଙ୍ଗଲ ପ୍ରକୃତି ଭିତରେ ସେ ଥିଲା ଏକ ଅବିଚ୍ଛେଦ୍ୟ ଚରିତ୍ର। ଏବେ ସଭ୍ୟତାର ଆଲୋକ ସ୍ପର୍ଶ କରି ମଧ୍ୟ ଆଦିବାସୀର ପ୍ରକୃତି ସହିତ ଅଛି ଗଭୀର ଆନ୍ତରିକତା, ଏକ ଅବ୍ୟକ୍ତ ଏକତ୍ୱ ଓ ଦୃଢ଼ ଘନିଷ୍ଠ ଯୋଗସୂତ୍ର। ଆଦିବାସୀ ଓ ପ୍ରକୃତି ଯୁଗ୍ମ ସହଯାତ୍ରୀ। ଜଙ୍ଗଲ ଆଦିବାସୀର ଜନ୍ମ ଓ ବାସଭୂମି। ଆକାଶର ବଉଦ, ବଣ ପାହାଡ଼, ଗଛଲତା, ଝୋଲାର କଳ କଳ ନାଦ ସବୁ ତା ପାଇଁ ଜୀବନ୍ତ। ମହାମାରୀ ଓ ମଡ଼କର କୋକୁଆ ଭୟ, ଜଙ୍ଗଲ ରାତ୍ରିର ନିଃସଙ୍ଗ ବେଦନା ସବୁ ତା ପାଇଁ ଅନୁଭୂତି। ଆଦିମାନବ ଆର୍ଥନୀତିକ ବିକାଶର ଯେଉଁ ଅବସ୍ଥାରେ ଥାଉନା କାହିଁକି ଜଙ୍ଗଲକୁ ସେ ଉପେକ୍ଷା କରିପାରେ ନାହିଁ। ସଦାସର୍ବଦା ସେ ଜଙ୍ଗଲରେ ଅଧିବାସ କରୁଥିବା ଅତିପ୍ରାକୃତ ବିପଦର ସମ୍ମୁଖୀନ ହୁଏ। ଏକ ଆଦିବାସୀଙ୍କ ବିଶ୍ୱାସ ଯେ ମଣିଷ ଓ ଜୀବଜଗତର ସ୍ୱାସ୍ଥ୍ୟ, ଶସ୍ୟର ଉତ୍ତମ ଅମଳ, ଜଙ୍ଗଲଜାତ ପଦାର୍ଥର ଯୋଗାଣ ସବୁ କିଛି ଅତିପ୍ରାକୃତ ଶକ୍ତିର ଇଚ୍ଛା ଉପରେ ନିର୍ଭରଶୀଳ। ଆଦିମ ମଣିଷ ପୁନର୍ବାର ବିଶ୍ୱାସ କରେ ଯେ ଏହି ଶକ୍ତିଗୁଡ଼ିକ ସ୍ୱଭାବତଃ ହିଂସାପରାୟଣ। ସେମାନେ ଅତିଶୟ ସ୍ୱାର୍ଥପର, ଲୋଭୀ, ଭୟଙ୍କର। ଦୟା ଓ ନ୍ୟାୟ ପ୍ରଭୃତି ଉଚ୍ଚତର ଗୁଣାବଳୀ ବିବର୍ଜିତ। 2. ଏହି ଅତିପ୍ରାକୃତ ଶକ୍ତିସମୂହ ଦ୍ୱାରା ଆଦିମ ମଣିଷ ସବୁବେଳେ ପରିବେଷ୍ଟିତ। ଏମାନେ ଅଦୃଶ୍ୟ ହୋଇଥିଲେ ହେଁ ଆବଶ୍ୟକ ସମୟରେ ଦେଖା ଦିଅନ୍ତି। ବ୍ୟାଧି ଓ ମୃତ୍ୟୁ ଏମାନଙ୍କଠାରୁ ଭବ। ଏମାନଙ୍କ କ୍ରୋଧ ଫସଲ ଧ୍ୱଂସ କରିଦିଏ। ଏମାନେ ଚାହିଁଲେ ଫଳ ଗଛ ଶୁଖିଯାଏ, ଝରଣା ଶୁଖିଯାଏ, ସବୁ କୌତୁକ ଲୋପ ପାଏ। ଏହି ଶକ୍ତି ହାତରେ ମଣିଷ ହୋଇଯାଏ ଅସହାୟ ଜୀବ। 3. ଏହା ସତ୍ତ୍ୱେ ମହୁଲ ଓ ସଲୋପ ମଦନିଶା, ପରବ, ଚୈତ ପରବ ଓ ନାଚଗୀତ ସବୁଥିରେ ସେ ଅନୁଭବ କରେ ପ୍ରକୃତିର ଛନ୍ଦ। ସୂର୍ଯ୍ୟ, ଚନ୍ଦ୍ର, ବନ, ପାହାଡ଼, ଫୁଲ, ନଈ ସବୁ ତା ପାଖରେ ଦେବତା। କେତେବେଳେ ସେ ପ୍ରକୃତି ସହିତ ମୁହାଁମୁହିଁ ସଂଘର୍ଷ କରେ। କେତେବେଳେ ସେ ନିଜକୁ ସମର୍ପି ଦିଏ ଅସହାୟ ଭାବରେ ପ୍ରକୃତି କୋଳରେ। କେତେବେଳେ ସେ ପ୍ରକୃତିକୁ ଦେବତା ଭାବି ପୂଜା କରେ। କେତେବେଳେ ସେ ପ୍ରକୃତିକୁ ଚାହିଁ ରହେ ଭୟ ସଂକ୍ରସ୍ତ ଭାବରେ। ସବୁ ବିପଦ ଆପଦ ସତ୍ତ୍ୱେ ଜଙ୍ଗଲ ତାର ଆପଣାର ଅତିପ୍ରାକୃତ ଶକ୍ତି ତାର ସକଳ ବିଶ୍ୱାସର ଆଧାର। ଆଦିବାସୀଙ୍କର ଧର୍ମ ସମ୍ବନ୍ଧୀୟ ଭାବଧାରା ସହିତ ସଭ୍ୟ ସମାଜର ଚିନ୍ତାଧାରାର କେତେକ ସାଦୃଶ୍ୟ ପରିଲକ୍ଷିତ ହୁଏ। ସଭ୍ୟ ସମାଜ ପରି ସେମାନେ ମଧ୍ୟ ବିଭିନ୍ନ ଦେବତାଙ୍କୁ ପୂଜା କରନ୍ତି। ଏହା ସତ୍ତ୍ୱେ ସେମାନେ ବିଶ୍ୱାସ କରନ୍ତି ଏକ ସର୍ବଶକ୍ତିମାନ ଦେବତାକୁ। ସେମାନଙ୍କର ଧାରଣା ଯେ ସେହି ସର୍ବଶକ୍ତିମାନ ଦେବତା ଦୁଷ୍ଟ ଓ ଶୟତାନମାନଙ୍କୁ ବିନାଶ କରନ୍ତି। ସେମାନେ ପୁଣି ପୂର୍ବପୁରୁଷମାନଙ୍କ ଆତ୍ମାକୁ ପୂଜା କରନ୍ତି। ଗ୍ରାମଦେବତୀଙ୍କୁ ମଧ୍ୟ ସେମାନେ ଉପାସନା କରନ୍ତି। ସେମାନଙ୍କର ବିଶ୍ୱାସ ସରଳ, ଧର୍ମ ସରଳ, ଉପାସନା ପଦ୍ଧତି ସରଳ, ଭକ୍ତି ମଧ୍ୟ ସରଳ। ଧର୍ମଦେବତାଙ୍କ ପ୍ରତି ସେମାନଙ୍କର ଅଟଳ ବିଶ୍ୱାସ। ତଳେ ମା ତକି ଓ ଉପରେ ଧର୍ମଦେବତା ସେମାନଙ୍କ ସୂଚୀକୃତ ବିଶ୍ୱାସର ଆଧାର। ତେଣୁ ସେମାନେ ସତ୍ୟଭ୍ରଷ୍ଟ ହୁଅନ୍ତି ନାହିଁ। ସତ୍ୟ ଓ ଧର୍ମ ପାଇଁ ଜୀବନବ୍ୟାପୀ ସେମାନେ ଦୁଃଖ ଓ ଯନ୍ତ୍ରଣାକୁ ବରି ନିଅନ୍ତି। ସେମାନଙ୍କର ଆନନ୍ଦ। ମିଥ୍ୟା ଓ ଅଧର୍ମ ସେମାନଙ୍କ ପାଖରେ ଅସହ୍ୟ। ସତ୍ୟ, ଧର୍ମ, ଆଦର୍ଶ ଓ ନୈତିକତା ପାଇଁ ସେମାନଙ୍କ ଜୀବନରେ ସୃଷ୍ଟି ହୋଇଛି ବାରମ୍ବାର ବିପର୍ଯ୍ୟୟ ଏବଂ ଅଧର୍ମୀ, ମିଥ୍ୟାବାଦୀ ଶୋଷକ ସଭ୍ୟ ସମାଜ ଦ୍ୱାରା ସେମାନେ ବାରମ୍ବାର ହୋଇଛନ୍ତି ପ୍ରତାରିତ ଓ ପୀଡ଼ିତ, ତଥାପି ସେମାନେ ସତ୍ୟ ଓ ଧର୍ମକୁ ଛାଡ଼ି ନାହାନ୍ତି। ଆଦିବାସୀର ସମସ୍ୟା ତାର ବିବାହ ଓ ଏଥିପାଇଁ ଝୋଲା ଟଙ୍କା ସଂଗ୍ରହ। ଝୋଲା ଟଙ୍କା ପାଇଁ ସାହୁକାର ଘରୁ ଋଣ ଓ ଗୋତି ଜୀବନ ତାର ଜୀବନ ବିପର୍ଯ୍ୟୟର କାରଣ। ମଦ୍ୟପାନ ଓ ପୋଡ଼ୁଚାଷ ତାର ଦୁଃଖର ହେତୁ। ପ୍ରେମ ଓ ଶିକାର ତାର ପୌରୁଷର ନିଦର୍ଶନ। ତାର ଜୀବନର ସମସ୍ୟା ଖାଦ୍ୟ, ବସ୍ତ୍ର, ବାସ, ଚାଷ ଓ ବିବାହ। ସରଳତା ଓ ଧର୍ମଭୀରୁତା ତାର ବିପର୍ଯ୍ୟୟର ପଥ। ସଂଘ ଜୀବନ ତାର ଆଦର୍ଶ। ଏହି ସଂଘ ଜୀବନରେ ଗାଁ ନାୟକ ମୁଖ୍ୟ, ଜ୍ଞାନୀ ବା ପୁରୋହିତ ମନ୍ତ୍ରଦାତା। ସେମାନଙ୍କ ବିଚାର ଓ ନିର୍ଦ୍ଦେଶ ଶିରୋଧାର୍ଯ୍ୟ। ସେମାନଙ୍କ ଜୀବନରେ ପୁଣି କାଳିସୀ ବା ବେଜୁଳିର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ। ଆଦିବାସୀ ସମାଜର ଜୀବନଧାରାକୁ ନେଇ ସାହିତ୍ୟ ସୃଷ୍ଟି କରିବା ଆଧୁନିକତମ ଚିନ୍ତାଧାରା।
ঊনবিଂଶ ଶତାବ୍ଦୀରୁ ମାନବ ବନ୍ଦନାର ଯେଉଁ ନୂତନ ଧରା ଓ ଧାରା ପ୍ରକଟିତ ହୋଇ ଆସିଲା, ପତିତ ଓ ନିମ୍ନ ଜାତିଙ୍କ ପ୍ରତି ଯେଉଁ ନୂତନ ସହାନୁଭୂତି ଦେଖାଦେଲା, ତାହା ହିଁ ଲେଖକମାନଙ୍କୁ ଆଦିବାସୀ ଜୀବନଧାରାକୁ ନେଇ ସାହିତ୍ୟ ସୃଷ୍ଟି କରିବାକୁ ଦେଲା ପ୍ରେରଣା। ଅତୀତ ବା ମଧ୍ୟଯୁଗୀୟ ସାହିତ୍ୟରେ ସାମନ୍ତୀୟ ରୁଚି ଓ ବିଳାସ ମୁଖ୍ୟ ଥିବାରୁ ଆଦିବାସୀ ବା ନିମ୍ନ ଜାତି ସେଠି ଥିଲେ ଅବହେଳିତ। କଦବା କେତେବେଳେ ଆଦିବାସୀ ଚରିତ୍ର, ଶବର, କିରାତ, ପୁଳିନ୍ଦ ସାହିତ୍ୟ ଭିତରେ ପ୍ରକାଶ ପାଇଥିଲେ ହେଁ ସେସବୁ ଯେପରି ଉଚ୍ଚ ବଂଶଜ ସାମନ୍ତମାନଙ୍କର ଥିଲେ ଅନୁକମ୍ପାର ପାତ୍ର। ଆଧୁନିକ ଯୁଗରେ ହିଁ ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ଆଦିବାସୀ ସମାଜ ପ୍ରତି ସ୍ୱତନ୍ତ୍ର ଭାବଧାରା ପ୍ରକାଶ ପାଇଲା। ବିଶେଷତଃ ଊନବିଂଶ ଶତାବ୍ଦୀରେ କେତେକ ଜର୍ମାନ ଓ ଇଂରେଜ ବିଦ୍ୱାନ ବିଭିନ୍ନ ଆଦିବାସୀ ଅଞ୍ଚଳକୁ ଯାଇ ସେମାନଙ୍କ ସମାଜ, ସଂସ୍କୃତି ଓ ଧର୍ମ ବିଷୟରେ ଅଧ୍ୟୟନ କରି ଯେଉଁ ସବୁ ପୁସ୍ତକ ପ୍ରଣୟନ କଲେ, ତାହା ହିଁ ପରବର୍ତ୍ତୀ କାଳରେ ଏ ଦେଶର ଲୋକମାନଙ୍କୁ ସେମାନଙ୍କ ସମାଜ ଓ ଜୀବନ ଜିଜ୍ଞାସା ସମ୍ପର୍କରେ ସାହିତ୍ୟ ସୃଷ୍ଟି କରିବା ପାଇଁ ପ୍ରେରଣା ଦେଲା। ଓଡ଼ିଶା ଆଦିବାସୀ ବହୁଳ ଅଞ୍ଚଳ। ସମଗ୍ର ଲୋକସଂଖ୍ୟା ଶତକଡ଼ା 2407 ଆଦିବାସୀ। ଶବର, ଜୁଆଙ୍ଗ, କନ୍ଧ, କୋହଲ, ପରଜା, ପା, ସାନ୍ତାଳ, କୋୟା, ଭୂୟାଁ, ଗଣ୍ଡା, ହୋ, ଓରାଙ୍ଗ, ଖରିଆ, କିଷାନ, ସୌର, ଝାଡ଼ା ଆଦି 62 ପ୍ରକାର ଆଦିବାସୀ ସମ୍ପ୍ରଦାୟ ଓଡ଼ିଶାରେ ବାସ କରନ୍ତି। ପ୍ରତ୍ୟେକଙ୍କର ଭାଷା ଭିନ୍ନ, ସାମାଜିକ ପଦ୍ଧତି ଭିନ୍ନ, ଧର୍ମଧାରଣା ଭିନ୍ନ। ଅଥଚ ସମସ୍ତଙ୍କ ଭିତରେ ଏକ ଅପୂର୍ବ ସାମଞ୍ଜସ୍ୟ ଅଛି, ତାହା ହେଉଛି ସେମାନଙ୍କର ସୂଚୀଭୂତ ବିଶ୍ୱାସ। ସମସ୍ତଙ୍କର ସମସ୍ୟା ପ୍ରାୟ ସମାନ। ଏହି ସମସ୍ୟା ସାମାଜିକ ଓ ପାରିବାରିକ ଜୀବନରେ ବୈବାହିକ ସମସ୍ୟା ଏବଂ ଅର୍ଥନୈତିକ ସମସ୍ୟା। ସମସ୍ତେ ଶୋଷଣର ସମ୍ମୁଖୀନ। ଓଡ଼ିଆ ସାହିତ୍ୟରେ ବିଶେଷତଃ ଓଡ଼ିଆ ଉପନ୍ୟାସରେ ଏହି ସମସ୍ୟାଗୁଡ଼ିକୁ ବାସ୍ତବ ଭାବରେ ପ୍ରକାଶ କରାଯାଇଥିବା ଲକ୍ଷ୍ୟ କରାଯାଏ। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରୁ କନ୍ଧ, ପରଜା, ସାନ୍ତାଳ ଓ ଭୂୟାଁମାନଙ୍କ ସମ୍ପର୍କରେ ଓଡ଼ିଆ ଉପନ୍ୟାସଗୁଡ଼ିକରେ କିଛି ବର୍ଣ୍ଣିତ। ସେମାନଙ୍କ ଜୀବନଧାରା, ଧର୍ମ ବିଶ୍ୱାସ ଓ ସାମାଜିକ ରୀତିନୀତି ସମ୍ବନ୍ଧରେ ଗଭୀର ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତି ହିଁ ସେମାନଙ୍କୁ ନେଇ ଜୀବନ୍ତ ସାହିତ୍ୟ ସୃଷ୍ଟି କରିପାରେ। ସେମାନଙ୍କର ସମସ୍ୟାଗୁଡ଼ିକୁ କଳାତ୍ମକ ରୂପ ଦେଇପାରେ। ଏପରି ଏକ ଅବହେଳିତ ସମାଜକୁ ଓଡ଼ିଆ ଔପନ୍ୟାସିକମାନେ ସାହିତ୍ୟ ଦରବାରକୁ ନେଇ ଆସିଛନ୍ତି। ସେମାନଙ୍କ ଜୀବନ, ସଂଗ୍ରାମ, ସୂଚୀଭୂତ ବିଶ୍ୱାସ, ଜୀବନ, ବିନୟ ଓ ପ୍ରେମ କାରୁଣ୍ୟକୁ ବାସ୍ତବ ରୂପ ପ୍ରଦାନ କରିଛନ୍ତି। ଗୋପାଳ ବଲ୍ଲଭ ଦାସଙ୍କ ରଚିତ ଭୀମ ଭୂୟାଁ ସେହି ରୂପ ଓ ରୂପାୟନର ପ୍ରଥମ ଉପନ୍ୟାସ, ପ୍ରଥମ ଗଦ୍ୟ ମହାକାବ୍ୟ। ଭୀମ ଭୂୟାଁ ଆଦିବାସୀ ଜୀବନର ପ୍ରଥମ ଅର୍ଘ୍ୟ। ପଦ୍ମମାଳୀ 1888, ବିବାସିନୀ 1891, ଛମାଣ ଆଠଗୁଣ୍ଠ 1897 ଓ ଲଛମା 1903 ଉପନ୍ୟାସ ପରେ ଭୀମ ଭୂୟାଁ 1908 ଉପନ୍ୟାସ ପ୍ରକାଶ ପାଏ। ଭୂୟାଁମାନଙ୍କର ଐକ୍ୟ ଓ କେନ୍ଦୁଝର ରାଜାଙ୍କ ସହିତ ବିଦ୍ରୋହ ଘଟଣାକୁ କେନ୍ଦ୍ର କରି ଇତିପୂର୍ବରୁ ଉମେଶଚନ୍ଦ୍ର ସରକାରଙ୍କ ଦ୍ୱାରା ରଚିତ କେନ୍ଦୁଝର ବିଦ୍ରୋହ 1906 ଉପନ୍ୟାସ ପ୍ରକାଶ ପାଇସାରିଥିଲା। ତେବେ ଏହା ଆଦିବାସୀ ଭୂୟାଁଙ୍କ ସମ୍ପ୍ରଦାୟର ଜୀବନ, ଜିଜ୍ଞାସା ଓ ସମାଜ ଜିଜ୍ଞାସାର ଚିତ୍ର ନୁହେଁ। କ୍ଷମତା ସିଂହାସନ ପାଇଁ ବିଦ୍ରୋହ ଏହି ଉପନ୍ୟାସର ପ୍ରାଣ ଉତ୍ସ। ଅନ୍ୟ ପକ୍ଷରେ ଆଦିବାସୀ ଜୀବନ, ଜିଜ୍ଞାସା, ସାମାଜିକ ରୀତିନୀତି ଇତ୍ୟାଦିକୁ ନେଇ ଭୀମ ଭୂୟାଁ ଉପନ୍ୟାସ ରଚିତ। ଏଥିରେ ଆଦିବାସୀ ସମାଜ ପ୍ରତି ଅଛି ମାତୃତ୍ୱବୋଧ, ପ୍ରେମ, ତ୍ୟାଗ ଓ ବିଦ୍ରୋହ। ଏହି ତ୍ରୟୀ ଭାବସତ୍ତା ଉକ୍ତ ଉପନ୍ୟାସଟିକୁ ନୂତନ ମୂଲ୍ୟବୋଧ ପ୍ରଦାନ କରିଅଛି। ଗୋପାଳ ବଲ୍ଲଭ ଦାସ ଉଚ୍ଚ ଶିକ୍ଷିତ ଓ ପରମ୍ପରାବାଦୀ। ଡେପୁଟି ମାଜିଷ୍ଟ୍ରେଟ ଭାବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସେ ଓଡ଼ିଶା କମିଶନରଙ୍କ ପର୍ସନାଲ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ହୋଇଥିଲେ। କେନ୍ଦୁଝର ରାଜା ନାବାଳକ ଅବସ୍ଥାରେ ଗାଦି ପାଇବାରୁ ସେ ସେଠାରେ ସୁପରିଟେଣ୍ଡେଣ୍ଟ ଭାବରେ କିଛିଦିନ କାର୍ଯ୍ୟ କରିଥିଲେ। ଏହି ଅବକାଶରେ ସେ ଭୂୟାଁମାନଙ୍କ ନିବିଡ଼ ସମ୍ପର୍କରେ ଆସିଲେ ଏବଂ ସେମାନଙ୍କର ଜୀବନଧାରାକୁ ନେଇ ରଚନା କଲେ ଉକ୍ତ ଉପନ୍ୟାସ 4। ସେ ଏହାକୁ କିନ୍ତୁ କେଉଁଠି ଉପନ୍ୟାସ କହିନାହାନ୍ତି। 7 ଶ୍ରୀମତୀ ସରଳା ଦେଇ ମଧ୍ୟ ବହୁ ବର୍ଷ ପରେ ଉପନ୍ୟାସର ଦ୍ୱିତୀୟ ସଂସ୍କରଣର ମୁଖବନ୍ଧରେ ଲେଖିଥିଲେ, ଏହି ଉପନ୍ୟାସଟିରେ ଲେଖକ ଆଦିବାସୀ ଜୀବନର ଯେଉଁ ଚିତ୍ର ଦେଖାଇଛନ୍ତି, ତାହା ଉତ୍କଳର ସେ ଯୁଗରେ ଅନ୍ୟ କୌଣସି ଔପନ୍ୟାସିକଙ୍କ ଦ୍ୱାରା ସାଧିତ ହୋଇପାରିନଥିଲା। ଆଦିବାସୀ ଜୀବନକୁ ନେଇ ଉତ୍କଳରେ ଏହା ହିଁ ସେ ଯୁଗର ପ୍ରଥମ ଉପନ୍ୟାସ। 8 ମାଘ ମାସର ମାଘ ପୋଡ଼ା ପୂର୍ବରୁ ଉପନ୍ୟାସର କଥାବସ୍ତୁ ଆରମ୍ଭ। ପର୍ବ ଉପଲକ୍ଷେ ଭୂୟାଁ ଧାଙ୍ଗଡ଼ା ଧାଙ୍ଗଡ଼ି ବୁଢ଼ା ବୁଢ଼ୀଙ୍କର ଏକତ୍ର ସମାବେଶ, ଗୀତ, ନୃତ୍ୟ, ମଦ୍ୟପାନ ପରିବେଶକୁ ଆନନ୍ଦ ମୁଖକର କରିଦିଏ। ଧାଙ୍ଗଡ଼ା ଧଙ୍ଗଡ଼ି ଡାଳଭଙ୍ଗା ଗୀତ ଆଉ ନାଚ ଭିତରୁ ନିଜ ନିଜକୁ ବରକନ୍ୟା ଭାବରେ ବାଛି ନିଅନ୍ତି। ଚାଙ୍ଗୁ ନାଚର ପ୍ରଧାନ ଉଦ୍ଦେଶ୍ୟ ବରକନ୍ୟା ବଛାବଛି। 9 ଭୀମ ଭୂୟାଁ ଉପନ୍ୟାସର ନାୟକ ଭୀମା, ନାୟିକା ରାଜଜେମା। ଉଭୟଙ୍କର ପ୍ରେମର ମହାନିରବତା ହିଁ ଉପନ୍ୟାସର ମୁଖ୍ୟ ଭାବବସ୍ତୁ। ଏହି ପ୍ରେମରେ ଭୋଗ, ତୃଷ୍ଣା ନାହିଁ, ଅଛି ଆତ୍ମ, ସୁଖ, ବଳିଦାନ ଓ ତ୍ୟାଗର ଚରମ ଦୀପ୍ତି। ତିଳ ସର୍ଦ୍ଦାରର ଝିଅ ଚିମାଳି ରୂପସୀ ଓ ଗୁଣବତୀ। ସାଧୁ ସର୍ଦ୍ଦାରର ପୁଅ ବାଣା ଓ ଭୀମା। ବାଣା ବଡ଼, ଭୀମା ସାନ। ଉଭୟଙ୍କର ରୂପ ଓ ଗୁଣ ପ୍ରାୟ ସମାନ। ଚିନାମାଳି ଉଭୟଙ୍କୁ ଭଲ ପାଏ। କାହା ପ୍ରତି ସେ ଅଧିକ ଆସକ୍ତ ତାହା ଜାଣିବା କଷ୍ଟକର। ବଡ଼ ଭାଇ ବାଣା ସହିତ ଚିନାମାଳିର ବିଭାଘର ହୋଇଗଲା। ଭୀମାର ଦେଖାଦେଲା ଭାବାନ୍ତର। ସେ କ୍ରମେ ନୀରବ ହୋଇଗଲା। ଛାମୁ ପଟ୍ଟନାୟକଙ୍କ ସହିତ ସେ ଚାଲିଯାଇଛି ରାଜାଙ୍କ ନିକଟକୁ। ତାର ସିଦ୍ଧାନ୍ତ ଯେ ସେ ଅନ୍ତତଃ ଚିନାମାଳିକୁ ଆଉ ଦେଖିବ ନାହିଁ।
हरिचंदन मर्दराज अधीन भीमा है जड़े सैनिक। यही नियुक्ति जगदेव राजा नौर विषयी भूमिका तात्पर्यपूर्ण। त्रिलोचन महापात्र परंपराहीनतार क्रमे अर्थ और कौशल बल में मर्दराजंकर हेले बेबर्ता। क्षमता बल से धरा को सरा मने कले। राजा सपक्षरे नाना अत्याचार और शोषण में प्रजा माने अतिष्ठ। सेही अत्याचारित प्रजा मानू रक्षा करने हरिचंदनकर हेला मर्दराज विरोध में युद्धाभियान। यही युद्ध में मर्दराज सेनाबाहिनी विपर्यस्त हेले, बेबर्ता हेले बंदी। एपरी एक दुर्धर्ष संग्राम में भीमा आपणार असीम शौर्य और रणकौशल देखाई बेबर्ता बंदी कर पारिथिले। राजा हरिचंदन भीमार साहस और रणपटुतार मुग्ध होई ताकू रणजित पद देले। बेबर्ता अपकर्म ताकू प्राणदंड देवाकू घोषणा कले। अन्यान्य शत्रुपक्षर बंदी मानक मध्य मुंडकाट हेबापाई विभिन्न सैनिक मानकू निर्देश दे राजा चलीगले। भीमा भागरे जो माने पड़िले सेमानक मध्य थिले तार बापा और बड़ भाई बाणा। सेमाने मर्दराजंक सपक्षरे युद्ध करुथिले। भीमा सेमानकू देखि ध होईगला। कौन करिबो? निज हाथरे बापा और भाई को से हत्या करिबो किपरि? से शुणिला बड़ भाईर पुओटिए होइछि। भीमार गभीर मानसिक प्रतिक्रिया देखादेला। एक पक्षरे राजादेश एवं अन्य पक्षरे स्नेह और ममतार आकर्षण। दीर्घ दिन पर बापा और भाई सहित भीमार मिलन, अथच से आनंद पाइला नहीं। ताहार एकमात्र चिंता किपरि से बापा और भाई को रक्षा करिबो। तीनोटी मनीष परस्पर को अनाई कांदिबाकू लागिले। अवशेष में भीमा अन्य दुईटी कटामुंड संग्रह करी निज भागरे पड़िथिबा कटामुंड सहित मिसाई रखिदेला और बापा एवं भाई को निज घरे लुचाई रखिला। बापा और भाई रक्षा पाईगले सत मात्र सेमाने भीमार घरु बाहरी पदाकू जाई पारिले नाही। किछि दिन अंते राजा हरिचंदन हेले पीड़ाग्रस्त। जेते जहा चिकित्सा करागले मध्य से भल हेले नाही। भीमा राजांको निकटकू जाई जनैक बुढ़ांकर भूत चिकित्सा प्रणाली कथा कहिला। राजांको आदेश रे भीमा तार बापा को वैद्य बेशरे सजाई आनिला। बुढ़ा राजांको मुंडरे लेप दे राजांको आरोग्य कला। राजांको पीड़ा समय रे भीमा बारंबार राजांको निकटकू गला। सेही अवकाश रे राजजेमा भीमा को देखिले। भीमार वीरत्व और ऐश्वर्य कथा से पूर्वरु शुणिथिले। एबे से अनुभव कले भीमार सेवा और परोपकारिता। उभयंक मध्य नीरवता भितर सृष्टि हेला प्रेमर दिव्य गुण। उभय उभयंक प्रति गभीर भाव में आकृष्ट, अथच कहीं किछि कहि पारंती नाही। एणे राजा रोगमुक्त होई वृद्ध वैद्य को उपहार देवाकू लोक पठाइले। मात्र खुंटिया राजांको निकटरे सत्य प्रकाश करदेला। सेही वैद्य बुढ़ा अन्य केही नुहे, से भीमार बापा एवं शत्रुपक्षर सैनिक। भीमा सेमानकू हत्या नकरी लुचाई रखिथिला। भीमा मध्य समस्त सत्य कथा प्रकाश करिछि। निजर बापा और भाई को निज हाथ से मारी पारि नाही। एथिपाई से दंड पाइबाकू निवेदन करिछि। राजा किंतु बुढ़ा को क्षमा देले। दुई पुओंकू मध्यरु जनकर मुंडकाट पाई आदेश देले। एही आदेश रे बापा, बाणा और भीमा तीन जन जाक केवल कांदिबाकू लागिले। भीमा सेमानकू प्रबोधना देले और निजे जाई सुली स्थान रे छिड़ा हेला। बापा और बड़ भाई कांदी कांदी अथय होई पड़िले। बापा दौड़ी जाई भीमार बेक उपरे पड़ीगला। एतिकी बेले राजजेमा उपस्थित होई पितांकू अनुरोध कले भीमा समते तार बापा और भाई को क्षमा देबा पाई। राजा समस्तंकू क्षमा देले। जेमांको हृदय रे भीमा प्रति थिबा नीरव प्रेम क्रमे पल्लवित हेबाकू लागिला। सामाजिक विधि और व्यवस्था अनुजाई उभयंकर विवाह होई पारिबो नाही। तेणु केवल नीरव वेदनासार हेला। जेमा हेले रोगग्रस्त। जेमांको अनुरोध क्रमे राजा भीमाकू डकाइले। जेमांको मथामणि को भीमाकू दियागला। भीमा रणजित शाढ़ी काढ़ी देले जेमांकू। सखी तांकू कहिले, रणजित सिंहे जेमा कायित भावरे रहिबे। तुम्भे जेबे इंद्रियमान दमन करी निर्विकार निर्मल प्रेममय पुरुष होई एही मथामणि घेनी जेमांकठारे उपस्थित हेबे, तेबे एही सिंह शाढ़ी जितेन्द्रिय पदर शाढ़ी करी जेमांकठारु पुनराय पाइबे। आंभ जेमांकर एही कथा, एणिकी तुमर जहा इच्छा ताहा कर। 10 भीमा संगे संगे रणजित शाढ़ी उतारी सेई चली जाइछि। जेमा मध्य राज ऐश्वर्य को त्याग करी वृंदावन रे अवस्थान करिसंती। अंतिम समय को उभयंकर साक्षात होइथिला। मात्र सेतेबेळकू उभय पूर्ण प्रेममय। एही प्रेम त्याग उपरे प्रतिष्ठित। यह वैष्णव सुलभ प्रेमर परिप्रकाश। एथिरे देह तृष्णा नाही, अछि आत्मा सहित आत्मार, हृदय सहित हृदयर दिव्य मिलन। उच्च सामंत वंशीय कन्या सहित आदिवासी युवकर विवाह सेतेबेळकू समाज रे अनुमोदित नुहे। तेणु उभयंक मध्यरे प्रेमानुराग सृष्टि होइथिले हें ताहा अप्रकाश्य और अप्रकट। नीरवता मध्यरे प्रेमर गति, नीरवतारे पूर्णता और सेही नीरवता मध्यरे दीप्ति। वास्तवतारू यह दूरे जाइछि। आशीर्वाद रे होइछि दीप्तिमान। उक्त उपन्यास रे आदिवासी समाजर और चरित्रर चित्त संघर्ष नाही। भूयान समाजर सरलता, भूयान धंगड़ा धांगड़ींक नृत्य, गीत, स्वाधीनता और निज निजर विवाह, साथी निर्वाचन, भूयान समाजर आतिथेयता, सत्यवादिता और धर्मप्राणता इत्यादिर चित्र रहिछि। एही दृष्टिरू ओडिया साहित्य रे यह प्रथम आदिवासी जीवन भित्तिक उपन्यास भावरे परिचित। आदिवासी उपन्यास रचना रे औपन्यासिक गोपीनाथ।
ଗୋପାଳ ବଲ୍ଲଭ ଆଦିବାସୀ ଜୀବନ ଓ ସମାଜ ଭିତ୍ତିକ ଉପନ୍ୟାସର ପ୍ରଥମ ପ୍ରଣେତା। ଉପକୂଳବର୍ତ୍ତୀ ଅଞ୍ଚଳର ଜୀବନଧାରାରୁ ତାଙ୍କର ଦୃଷ୍ଟି ପ୍ରଥମ କରି ଜଙ୍ଗଲ ସଭ୍ୟତା ମଧ୍ୟକୁ ଗତି କରିଛି। ଜଙ୍ଗଲର ଜୀବନ ସୁଷମା ଓ ସାରଲ୍ୟ ତାଙ୍କୁ ଆକୃଷ୍ଟ କରିଛି। ସେହି ଜୀବନର ସୁତୀବ୍ର ସଂଘର୍ଷ ଓ ସଂଘାତ ବିଷୟରେ ଅବହିତ ହୋଇପାରିନାହାନ୍ତି। ତେଣୁ ପ୍ରେମ ଓ ସଂଘାତ ହୋଇଯାଇଛି ତାଙ୍କ ଉପନ୍ୟାସର କେନ୍ଦ୍ରବିନ୍ଦୁ। ଏହି ପ୍ରେମ କିନ୍ତୁ ଆଦିବାସୀ ଜୀବନର ସହଜାତ ପ୍ରେମ ନୁହେଁ, ଏହା ବୈଷ୍ଣବୀୟ ଆଦର୍ଶନିଷ୍ଠ ପ୍ରେମ। ଏହି ପ୍ରେମରେ ପୂର୍ଣ୍ଣତା ପ୍ରକାଶ ପାଉଛି ସନ୍ନ୍ୟାସିତ୍ୱରେ। ଗୋପୀନାଥ ମହାନ୍ତି ଉପନ୍ୟାସ ରଚନା କଲାବେଳକୁ ଆଦିବାସୀ ସମାଜ ଓ ପରିବେଶ ବଦଳି ଯାଇଛି। ସେ ଦୃଷ୍ଟି ପକାଇଛନ୍ତି ଆଦିବାସୀ ସମାଜର ଅର୍ଥନୈତିକ ବ୍ୟଥା ଓ ବ୍ୟର୍ଥତା, ବିଷାଦ ଓ ବିପର୍ଯ୍ୟୟ ପ୍ରତି। ସେମାନଙ୍କର ଜୀବନର ସୁତୀବ୍ର ସଂଘର୍ଷ, ଘାତ ଓ ପ୍ରତିଘାତକୁ ସେ ଲକ୍ଷ୍ୟ କରିଛନ୍ତି। ପ୍ରକୃତି ସହିତ ସେମାନଙ୍କର ଜୀବନର ସମ୍ପର୍କକୁ ସେ ଅନୁଭବ କରିଛନ୍ତି। ଏକ ପକ୍ଷରେ ସେମାନଙ୍କର ସାରଲ୍ୟ ଓ ଧର୍ମବିଶ୍ୱାସ, ଅନ୍ୟ ପକ୍ଷରେ ତଜ୍ଜନିତ ଦୁଃଖ ଓ ଦୁର୍ଯୋଗ ତାଙ୍କର ସ୍ରଷ୍ଟା ହୃଦୟରେ ଗଭୀର ରେଖାପାତ କରିଛି। ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ସେ ସେମାନଙ୍କ ଜୀବନ ପୋଥିକୁ ଅଧ୍ୟୟନ କରିଛନ୍ତି ନିବିଡ଼ ଭାବରେ। ସେମାନଙ୍କ ସହିତ ମିଶିଛନ୍ତି, ସେମାନଙ୍କ ଭାଷାରେ କଥା କହିଛନ୍ତି, ସେମାନଙ୍କ ସହିତ ଏକତ୍ର ବସିଛନ୍ତି, ସୁଖ ଦୁଃଖ ହୋଇଛନ୍ତି, ଖାଇଛନ୍ତି। ସେମାନଙ୍କ ନୃତ୍ୟ ଗୀତରେ ଯୋଗ ଦେଇଛନ୍ତି, ସେମାନଙ୍କ ସାମାଜିକ ବିଧି ବିଧାନକୁ ଅଙ୍ଗେ ନିଭେଇଛନ୍ତି, ସେମାନଙ୍କର ଦୁଃଖର କାରଣଗୁଡ଼ିକୁ ବିଶ୍ଳେଷଣ କରିଛନ୍ତି। ଉପଭୋଗୀ ସଭ୍ୟ ମଣିଷ କିପରି ସେମାନଙ୍କୁ ନାନା ଭାବରେ ଶୋଷଣ କରେ ତାହାକୁ ସେ ମର୍ମେ ମର୍ମେ ଅନୁଶୀଳନ କରିଛନ୍ତି। ସେ ଦେଖାଇ ଦେଇଛନ୍ତି ଆଦିବାସୀ ଜୀବନରେ ଶୋଷଣ ସତ୍ୟ। ଏହି ଶୋଷଣର କାରଣ ଅଛି। ଏହି କାରଣ ଧର୍ମ, ପୌରୋହିତ୍ୟ ପ୍ରଥା ଓ ଶିକ୍ଷାର ଅଭାବ। ଭୀମା ଭୂୟାଁ। ଆଉ ଏକ ବଳିଷ୍ଠ କାରଣ ହେଉଛି ସଭ୍ୟ ସମାଜ ଗଢ଼ା ଆଇନ କାନୁନ। ଏହାରି ମଧ୍ୟରେ ଆଦିବାସୀର ଜୀବନ ବିପର୍ଯ୍ୟସ୍ତ, ତାର ଅର୍ଥନୈତିକ ସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ଏବଂ ସର୍ବୋପରି ତାର ପ୍ରେମ ମଧ୍ୟ ବିପର୍ଯ୍ୟସ୍ତ। ଔପନ୍ୟାସିକ ଗୋପୀନାଥ ବିଂଶ ଶତାବ୍ଦୀର ପଞ୍ଚମ ଦଶକ ବେଳକୁ ଏପରି ଏକ ବିପର୍ଯ୍ୟସ୍ତ ଓ ଅବହେଳିତ ସମାଜର ବାସ୍ତବ ଚିତ୍ର ଅଙ୍କନ କଲେ ଉପନ୍ୟାସରେ। ନିର୍ଦ୍ଦିଷ୍ଟ ଅନ୍ଧାରୀ ଇଲାକାରେ ମନ୍ମୟ ରୂପାୟନ ମଧ୍ୟରେ ସେ ଯେପରି ଫୁଟାଇ ଦେଲେ ବିଶ୍ୱଚେତନା। ଆଞ୍ଚଳିକତାର ସୀମିତ ସୀମା ମଧ୍ୟରେ ସେ ପ୍ରକାଶ କରିଦେଲେ ଆନ୍ତର୍ଜାତୀୟ ଭାବନା। ଖଣ୍ଡ ଜୀବନ ମଧ୍ୟରେ ସେ ଦେଖାଇ ଦେଲେ ଅଖଣ୍ଡ ଜୀବନର ଦୀପ୍ତି। ସମାଜ ସଚେତନତା ମଧ୍ୟ ଦେଇ ବ୍ୟକ୍ତି ସଚେତନତା ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ସେ ହେଲେ ଆଦ୍ୟ ରୂପକାର। ଏହି କାରଣରୁ ଆଦିବାସୀ ଜୀବନ ଭିତ୍ତିକ ତାଙ୍କର ଉପନ୍ୟାସ ଗୁଡ଼ିକ ଓଡ଼ିଆ ସାହିତ୍ୟରେ ହେଲା ଅନନ୍ୟ ଓ ଅଭିନବ। ବିଂଶ ଶତାବ୍ଦୀର ତୃତୀୟ ଦଶକରୁ ଭାରତବର୍ଷରେ ନିମ୍ନବର୍ଗ ଓ ନିମ୍ନଜାତିକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବା ଓ ବିଚାର କରିବାର ଭାବଧାରା ସୃଷ୍ଟି ହେଲା। ଊନବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ, ଏପରିକି ବିଂଶ ଶତାବ୍ଦୀର ଆଦ୍ୟ ଦୁଇ ଦଶକ ପର୍ଯ୍ୟନ୍ତ ନିମ୍ନବର୍ଗ ଓ ନିମ୍ନଜାତିଙ୍କ ପ୍ରତି ମାନବିକ ସମ୍ବେଦନା ସୃଷ୍ଟି ହୋଇଥିଲେ ହେଁ ଏହା ଥିଲା ସମ୍ପୂର୍ଣ୍ଣ ଆଦର୍ଶବାଦ ଆଧାରିତ ଏବଂ ଭାଗ୍ୟ, ଭଗବାନ ଓ କର୍ମଫଳ ହେତୁ ନିର୍ଭର ଆଶ୍ୱସ୍ତି। ତୃତୀୟ ଦଶକରୁ ଗାନ୍ଧୀ ପ୍ରବର୍ତ୍ତିତ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷ ଭାବବାଦୀ ମାନବ ଓ ଚତୁର୍ଥ ଦଶକରୁ ମାର୍କସ୍ ପ୍ରବର୍ତ୍ତିତ ସର୍ବହରା ବୈପ୍ଳବିକ ମାନବବାଦ କ୍ରମେ ସାରସ୍ୱତ ଜଗତରେ ସୃଷ୍ଟି କଲା ନୂତନ ଚିନ୍ତା ଓ ଚେତନା। ଗାନ୍ଧୀବାଦ ଦର୍ଶନରେ ନିମ୍ନଜାତି ଓ ଅବହେଳିତ ସମାଜ ପ୍ରତି ସହାନୁଭୂତି ପ୍ରକାଶ ପାଇଥିଲେ ହେଁ ସତ୍ୟ, ଧର୍ମ, ଅହିଂସା ଓ ହୃଦୟ ପରିବର୍ତ୍ତନ ଥିଲା ମୁଖ୍ୟ। ପ୍ରେମ ଓ ସହାନୁଭୂତିରେ ଉଚ୍ଚବର୍ଗ ଓ ଉଚ୍ଚଜାତି, ନିମ୍ନବର୍ଗ ଓ ନିମ୍ନଜାତିକୁ ଉତ୍ତୋଳନ କରି ଆଣିବା ପାଇଁ ଥିଲା ପ୍ରେରଣା। ମାର୍କସବାଦୀ ଦର୍ଶନ କିନ୍ତୁ ଧର୍ମକୁ ସ୍ୱୀକାର କରେ ନାହିଁ, ଭାଗ୍ୟ ଓ କର୍ମଫଳକୁ ଅସ୍ୱୀକାର କରେ। ଉପଭୋଗୀ ଗୋଷ୍ଠୀର ବିନାଶ କରି ସର୍ବହରାର ଏକ ନାୟକତ୍ୱକୁ ଏହା ସ୍ୱୀକାର କରେ। ଏହି ଉଭୟ ଦର୍ଶନ ଭିତରେ ନାନା ବୈଷମ୍ୟ ଥିଲେ ହେଁ ଗୋଟିଏ କଥାରେ ଉଭୟ ଏକମତ, ତାହା ହେଉଛି ନିମ୍ନଜାତି ନିମ୍ନବର୍ଗକୁ ଆପଣାର କରିନେବା ଏବଂ ସେମାନଙ୍କ ମଧ୍ୟରେ ଥିବା ସକଳ ମାନବିକ ସମ୍ଭାବନାଗୁଡ଼ିକୁ ବିକାଶ କରିବା। ମାନବ ବନ୍ଦନାର ଏହି ଯେଉଁ ନୂତନ ପ୍ରାଣସ୍ପନ୍ଦନ ସୃଷ୍ଟି ହେଲା ତାହା ହିଁ ସେହି ସମୟର ଲେଖକମାନଙ୍କୁ ନିମ୍ନଜାତି ଓ ନିମ୍ନବର୍ଗକୁ ନେଇ ସାହିତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଲା। ଆଦିବାସୀ ଓ ହରିଜନଙ୍କ ପ୍ରତି ପ୍ରକାଶ ପାଇଲା ଏକ ନୂତନ ଦୃଷ୍ଟିକୋଣ। ଔପନ୍ୟାସିକ ଗୋପୀନାଥ ମହାନ୍ତି ହେଲେ ଏହି ଦୃଷ୍ଟିକୋଣର ବଳିଷ୍ଠ ରୂପକାର। ଶିକ୍ଷା ସମାପ୍ତି ପରେ 1939 ମସିହାରୁ ମାଜିଷ୍ଟ୍ରେଟ ଭାବରେ ଚାକିରିରେ ଯୋଗ ଦେଲେ ଏବଂ ସୌଭାଗ୍ୟବଶତଃ କୋରାପୁଟ, ବରଗଡ଼, ଛତ୍ରପୁର, ଆସ୍କା ପ୍ରଭୃତି ସ୍ଥାନରେ ସେ ଚାକିରି କରି ଆଦିବାସୀ, ହରିଜନ, ଅବହେଳିତ ସମାଜ ସମ୍ପର୍କରେ ଆସିଲେ। ସେହି ମଣିଷମାନଙ୍କ ସମ୍ପର୍କରେ ଆସିବାରୁ ତାଙ୍କର ଚିନ୍ତାଧାରା ବଦଳିଗଲା। ଭାରତ ତଥା ଓଡ଼ିଶା ମାଟିର ବୁନିଆଦକୁ ସେ ଚିହ୍ନିବାକୁ ସକ୍ଷମ ହେଲେ। ସେ କହନ୍ତି, ସେମାନେ ପ୍ରକୃତିର ସନ୍ତାନ, ଶିଶୁ ପରି ସରଳ ନିଷ୍କପଟ। ପ୍ରକୃତିର ସମସ୍ତ ଐଶ୍ୱର୍ଯ୍ୟ ସମ୍ପଦରୁ ସେମାନେ ବଞ୍ଚିତ, ସମାଜରେ ଅବହେଳିତ ନିର୍ଯାତିତ। ଚାକିରି ଜୀବନ କାଳରୁ ଅର୍ଥାତ୍ ପ୍ରାୟରୁ ଆଦିବାସୀମାନଙ୍କ ସହିତ ମୋର ସମ୍ପର୍କ। ମୁଁ ସେମାନଙ୍କ ସହିତ ମିଶିଛି। ଏକା ସାଙ୍ଗରେ ବସି ମାଣ୍ଡିଆ ଯାଉ, ସୁଆଁ ଯାଉ, ଆମ୍ବଡାକୁଆ ଯାଉ ଖାଇଛି। ଚଟେଇ ପାରି ଏକାଠି ବସି ଦୁଃଖ ସୁଖ ହୋଇଛି। ସେମାନେ ମଦ ପିଅନ୍ତି ନାହିଁ। ମୋର ଘୃଣା ହୋଇ ନାହିଁ ସେଥିପାଇଁ, ବରଂ ମୋର ଭଲ ପାଇବା ବଢ଼ିଛି, ପ୍ରତିଦାନରେ ପାଇଛି ମଧ୍ୟ ପ୍ରଚୁର। ସେ ଉପଲବ୍ଧ କରିଛନ୍ତି ନିରୀହ ଆଦିବାସୀମାନଙ୍କର ଦୁଃଖ ଓ ଯନ୍ତ୍ରଣା, ପ୍ରେମ ଓ କାରୁଣ୍ୟ। ସଭ୍ୟ ଓ ଶିକ୍ଷିତ ବ୍ୟକ୍ତିଙ୍କର ସେମାନଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାରକୁ ମଧ୍ୟ ସେ ଅନୁଭବ କରିଛନ୍ତି।
ସେହି ଅନୁଭବକୁ ସେ ଚିନ୍ତିଛନ୍ତି ତାଙ୍କର ଉପନ୍ୟାସ ମାନଙ୍କରେ। ସେ କହନ୍ତି, ଦୁଃଖ ସମୁଦ୍ର ମନ୍ଥି ପାଇଛି ଆନନ୍ଦର ଅମୃତ। ଏତେ ଦିଗରୁ ଦେଖି ଆଙ୍କିବାକୁ ସୁଯୋଗ ଦିଏ ଲେଖା। ଭବିଷ୍ୟତକୁ ତାର ଗୋଟାଏ ମହାନ ଉଦ୍ଦେଶ୍ୟ ଅଛି ଯେ ମଣିଷ ନିଜକୁ ବୁଝିବ, ପରସ୍ପରକୁ ବୁଝିବ, ତେବେ ସେ ଆଉ ରାଗିପାରିବ ନାହିଁ, ଦୋଷ ଦେବ ନାହିଁ, ହିଂସା କରିବ ନାହିଁ। ଲେଖା ସେହି ଅସଂଖ୍ୟ ମାନବ ହୃଦୟକୁ ଯୋଖିବା ପାଇଁ ସେତୁ ବନ୍ଧ ବାଲି ବୁହାଡ଼ି। ଏହି ଏତେ ପ୍ରକାର ସବୁ ମୋର, ସବୁ ମୋର। ମୁଁ ଗଢ଼ିଛି ମୋର ଖଣ୍ଡ ଖଣ୍ଡ ବ୍ୟକ୍ତିତ୍ୱ। ଏମାନେ ତାଙ୍କର ଗଢ଼େଇରେ ନାହିଁ କେବଳ ମୋର ରକ୍ତ ମାଂସ। ଆହୁରି ଅଧିକ, ଆହୁରି ଅଧିକ। ମୋର ଆଘାତ ସବୁ ବାଣ୍ଟି ଦେଇଛି ଏମାନଙ୍କୁ। ସବୁ ଲୁହ, ଲହୁ, ଦୀର୍ଘଶ୍ୱାସ, ସବୁ ଆଶା, ସବୁ ସ୍ୱପ୍ନ, ମୋର ବାଣୀ, ମୋର ନିର୍ଦ୍ଦେଶ। ଏମାନେ ମୋର ମନ ଗହୀରର ମୁହୂର୍ତ୍ତକରେ ଶସ୍ୟ ସମ୍ଭାର। ଏମାନେ ମୋର ଇତିହାସ। ଜୀବନ ବଞ୍ଚି ମାନସ ପୁତ୍ର ଗଢ଼ିଛି। ମୁଁ ଗଲେ ବି ଏମାନେ ରହିବେ। 13, 11 ତଳିଆ ଲୋକଙ୍କ ସହିତ ମିଶି ମୋର ଆଖି ଖୋଲିଗଲା। ମଣିଷର ଆତ୍ମା ସହିତ ପରିଚିତ ହେଲି। ଭାରତ ତଥା ଓଡ଼ିଶା ମାଟିର ବୁନିୟାଦକୁ ଚିହ୍ନିଲି। ପ୍ରକୃତି ଓ ସନ୍ତାନର ଭାଷା ସହିତ ମୋର ଭାଷା ମିଶିଗଲା। ଗୋପୀନାଥ ଉପନ୍ୟାସ ରଚନା କରିବା ପୂର୍ବରୁ ନବଯୁଗ ସାହିତ୍ୟ ସଂସଦର ପ୍ରଗତିବାଦୀ ଆଭିମୁଖ୍ୟକୁ ଜାଣିଥିଲେ। ଗୋଡ଼ଦଳା ମଳିମୁଣ୍ଡିଆ ମଣିଷ ରୁଷ ସାହିତ୍ୟରେ ସମ୍ମାନ ପାଇଥିବା ସେ ପଢ଼ିଥିଲେ। ସେ ଅନୁଭବ କରିଥିଲେ ଦୁଃଖ ଦାରିଦ୍ର୍ୟ ଯେପରି କଳାଶକ୍ତିର ଭଣ୍ଡାର। ତେଣୁ ସେ ସ୍ଥାନିକ ପଟ୍ଟଭୂମିକୁ ଗୁରୁତ୍ୱ ଦେଲେ। ସେଇଥିରେ ଆଞ୍ଚଳିକ ସଂସ୍କୃତିକୁ ରୂପ ଦେଲେ। ତାରି ଭିତରେ ଯେମିତି ଗୋଟାଏ ସ୍ୱାଭିମାନବୋଧ ପ୍ରକଟିତ ହେଲା। ଆମ ଦେଶରେ ସାହିତ୍ୟ କାଞ୍ଜି ତୋରାଣୀରୁ ରସ ଟାଣି ବଞ୍ଚିବ। ମାଣ୍ଡିଆ ଯାଉ, କାକରା, ଆରିସା ପିଠାରେ ମୋଟେଇବ। ଏହି ଆକାଶ, ଏହି ପବନ, ଏହି ମଳିମୁଣ୍ଡିଆ ଉପାସିଆ ଜାତି, ଆମେ ଏହି ବେଶରେ ବାଟୁଆ ଖୋସି ଗାମୁଛା ପକାଇ ଜଗତ ଆଗରେ ଠିଆ ହେବା। 15 ବିଶ୍ୱ ସାହିତ୍ୟ ନାଁରେ ଆମର ମୌଳିକତାଟିକୁ ହରାଇ ଦେବା ଉଚିତ ନୁହେଁ। ଦେଖାଣିଆ ବଡ଼ଲୋକୀ ଅପେକ୍ଷା ଗରିବଗିରି ଆମର ବେଶୀ ଆପଣାର। ଭଙ୍ଗା କାନ୍ଥ, ଅଧାନୁଆ ଦାନ୍ତୁରା ଚାଳ ତଳେ ଖୁଦ ମଳୁଖରେ ଜୀବନ ସମ୍ଭାର ଭିତରେ ଶାଶ୍ୱତ ମଣିଷର ଯେଉଁ ପରଶ ମିଳେ, ତହିଁରେ ଷୋଳପଣ ସତ ଅଛି। ମଣିଷର ମୂଳ ଗୁଣ ବାହାରର ଆବରଣ ତଳେ ବଦଳି ପାରେ ନାହିଁ। ସୋହଳ, ବଣ, ଜଙ୍ଗଲ ଘେରା ମାଟି ମଣିଷର ଚିରନ୍ତନୀ ଭାବ ଲେଖକଙ୍କୁ ଆକୃଷ୍ଟ କରିଛି ଏହି କାରଣରୁ। ମାନସିକ ପ୍ରସ୍ତୁତି ସୃଷ୍ଟି ହୋଇଛି ସେମାନଙ୍କୁ ସାହିତ୍ୟ ଜଗତକୁ ଆଣିବା ପାଇଁ। ତେଣୁ ସେ କହନ୍ତି, ଏ ଦେଶର ସାରା ସାହିତ୍ୟ ହେବ ଦୁଃଖ ଅଭାବର, ଯେଉଁ ସାଧାରଣ ଜୀବନ ତାର ନୀତିଦିନିଆ ଦେଘୋଷରା, ପୁଣି ଅଜଣା ଅଚିହ୍ନା ବନ୍ଧାଗତ। ଗରିବର ଇତିହାସ, ଗୋଡ଼ଦଳା ମଳିମୁଣ୍ଡିଆର କମ୍ର ମରମ ଭାବ, ଆଉ ଆଶା ଉଚ୍ଛ୍ୱାସ, ଅଭେକାର ଘର କରଣା, ସେତିକି ହେବ ସରସ୍ୱତୀଙ୍କର ପୂଜାର ବାସ୍ନା ଆରତି, ଅଜଣା ବଜାଳିର ଜୀବନ, ଭେଦି ବୀଣାର ସ୍ୱର। ସେତିକି ହେବ ଯୁଗ ଯୁଗର କମ୍ର ସାଉଁରିଆ ଶାବକ ଘାସ। 17 ଏହି ଦର୍ଶନ ଓ ବିଶ୍ୱାସ ଗୋପୀନାଥଙ୍କୁ ଆଦିବାସୀଙ୍କ ଜୀବନ ଓ ସମସ୍ୟାକୁ ନେଇ ଉପନ୍ୟାସ ରଚନା କରିବାକୁ ପ୍ରେରଣା ଦେଇଛି। ଆପଣାର କେନ୍ଦ୍ରକୁ ସେ ସମ୍ପ୍ରସାରଣ କରି ଦେଇଛନ୍ତି ଆଦିବାସୀର ମହାଜୀବନ। ସମାଲୋଚକ ଚିତ୍ତରଞ୍ଜନ ଦାସ ତେଣୁ ଯଥାର୍ଥରେ କହନ୍ତି, ଗୋପୀନାଥ ମହାନ୍ତିଙ୍କ ଜୀବନ ହେଉଛି ମୂଳତଃ ଓ ସ୍ୱଭାବତଃ ଏହି ସ୍ନେହ ସାଉଁଟାର ଜୀବନ। ଏଠି ଗୋଟିଏ କେନ୍ଦ୍ର ଆପଣାକୁ ତଥାପି ସବୁ କେନ୍ଦ୍ର ଭିତରେ ଉକୁଟାଇ ଦେଇପାରେ ଏବଂ ପରିଧି ଆପଣାକୁ ଏକାବେଳେ ଅନେକ ପରିଧି ରୂପେ କୁଣ୍ଡଳିତ କରିବାରେ ଲାଗିଥାଏ। ବିସ୍ଫାରିତ ହୃଦୟରେ କେବଳ ଅନାଇ ରହିବାକୁ ଇଚ୍ଛା ହୁଏ। 18 ମସିହା ମଧ୍ୟରେ ଗୋପୀନାଥ କୋରାପୁଟରେ ଚାକିରି ଜୀବନ ଅତିବାହିତ କରି ଆଦିବାସୀମାନଙ୍କର ଯେଉଁ ଜୀବନଧାରାକୁ ଲକ୍ଷ୍ୟ କରିଥିଲେ ତାର ଆଦ୍ୟ ଅର୍ଘ୍ୟ ଦାଦି ବୁଢ଼ା 1944। ସେହି ଅନୁଭବର ସଂଘର୍ଷମୟ ମହାକାବ୍ୟିକ ରୂପ ପରଜା 1946 ଏବଂ ଅମୃତର ସନ୍ତାନ 1949। ମସିହା ମଧ୍ୟରେ ଗୋପୀନାଥ ପୁନର୍ବାର କୋରାପୁଟରେ ଅବସ୍ଥାନ କଲେ। ଏହି ପରିବର୍ତ୍ତିତ ସମୟର ଚିତ୍ତ ସଂଘର୍ଷର ରୂପାୟନ ଶିବ ଭାଇ 1955 ଓ ଅପହଞ୍ଚ 1961। ଦାଦି ବୁଢ଼ା ପରଜା ସମାଜର ସରଳ ସୂଚୀକୃତ ଧର୍ମ ବିଶ୍ୱାସର ଏକ ଜୀବନ୍ତ ରୂପାୟନ। ଏଥିରେ ଜୀବନର ତୀବ୍ର ସଂଘର୍ଷ ନାହିଁ, ଆର୍ଥନୈତିକ ସମସ୍ୟା ପୀଡ଼ିତ ମଣିଷର ସମସ୍ୟା ନାହିଁ, ଅଛି ଯୁଗ ଯୁଗର ଅନ୍ଧାରୀ ଧର୍ମ ବିଶ୍ୱାସ ଓ ତଜ୍ଜନିତ ଦୁଃଖ ଏବଂ ଯନ୍ତ୍ରଣା। ସୁରାନ ନଈ, ଜଙ୍ଗଲ ଓ ପାହାଡ଼କୁ ନେଇଲୁଲା ଗାଁ, ତାରି ଭିତରେ ପରଜା ଓ ଡମଙ୍କର ବସବାସ। ସେହି ଗାଁରେ ପ୍ରଚଳିତ ଧର୍ମ ବିଶ୍ୱାସକୁ ନେଇ ପରଜା ସମାଜ ଓ ଖ୍ରୀଷ୍ଟିଆନ ଧର୍ମ ଧାରଣାକୁ ନେଇ ଡମ୍ ସାହି ଅବସ୍ଥିତ। ଧର୍ମ ଦୁଇଟି ହେଲେ ହେଁ ଉଭୟ ସମ୍ପ୍ରଦାୟ ମଧ୍ୟରେ ସଂହତି ବିଦ୍ୟମାନ, ଯଦିଓ ଉଭୟ ସମ୍ପ୍ରଦାୟ ମଧ୍ୟରେ ବୈବାହିକ ସମ୍ବନ୍ଧ ଅସମ୍ଭବ। ଖ୍ରୀଷ୍ଟିଆନ ଡମମାନେ ଡୁମାରେ ବିଶ୍ୱାସ କରନ୍ତି ନାହିଁ, ମଣିଷ ତିଆରି ଦେବତାଙ୍କୁ ବିଶ୍ୱାସ କରନ୍ତି ନାହିଁ। ସେମାନଙ୍କ ଧର୍ମ ଧାରଣା ପରଜାଙ୍କ ଧର୍ମ ଧାରଣାଠାରୁ ଅଲଗା। ପରଜା ବିଶ୍ୱାସ କରେ ଦିଶାରୀ, ଜାନି ଓ ଗୁରୁମାଇକୁ। ସେମାନଙ୍କ କଥା ସେ ମାନି ନିଏ। ବଣରେ ନିଆଁ ଲାଗିଲେ ପରଜା କହେ ଡୁମା ଲଗେଇଛି, ଗାଁରେ ରୋଗ ହେଲେ ପରଜାର ବିଶ୍ୱାସ ଡୁମା ଯୋଗୁଁ ହେଉଛି, କାହାକୁ ବାଘ ନେଇଗଲେ ଡୁମା ନେଇଛି ବୋଲି ପରଜାର ଧାରଣା। ଯାହା କିଛି ହେଉଛି ସବୁ ସେହି ଡୁମାର ଲୀଳା। ସେଇ ରାତି କରିଛି, ଦିନ କରିଛି, ତାରା କରିଛି, ପାହାଡ଼ ଡଙ୍ଗର ସବୁ କରିଛି। ସେହି ନିଆଁ ଲଗାଏ, ବର୍ଷା ମାରେ। ଏହି ବିଶ୍ୱାସ ପରଜାର ଯୁଗ ଯୁଗର। 19 ଗୁରୁମାଇକୁ କାଳିସି ଲାଗିଲେ ସେ ନାଚେ। ସେ ଚେତେଇ ଦିଏ ଯେ ସେ ଦାଦି ବୁଢ଼ା। ତାର ପୂଜା ହେଉ ନାହିଁ। ତା ପାଖରେ କୁକୁଡ଼ା, ପାରା, ଛେଳି ବଳି ଦିଆଯାଉ ନାହିଁ। ସେ ଗାଁକୁ ଧ୍ୱଂସ କରିଦେବ, ସମସ୍ତଙ୍କୁ ଖାଇଯିବ। ଗୁରୁମାଇ ବୁଢ଼ା ଖଜୁରୀ ଗଛକୁ କୁଣ୍ଢାଇ ଧରି ଚେତା ହରାଇ ଦେଇଛି।
ଏଥର ପର୍ଯ୍ୟାଲୋକଙ୍କ ବିଶ୍ୱାସ ହୋଇଛି ସେହି ଖଜୁରୀ ଗଛ ଦାଦିବୁଢ଼ା। ଏଥର ସେହି ଖଜୁରୀ ଗଛକୁ 20-21 ସ୍ଥାନରେ ଛୋଟ ଛୋଟ ହଣାଯାଇ 7 ବେଣ୍ଟିଆ କରାଗଲା। ସେହି ହଣା ସ୍ଥାନରେ ଧଳା, ନାଲି, କଳା ରଙ୍ଗ ବୋଳି ଦିଆଗଲା। ଗଛର ମୁଣ୍ଡରେ ଖଣ୍ଡେ ଧୋବା କନା ପଗଡ଼ି କରି ବାନ୍ଧି ଦିଆଗଲା। ଦାଦିବୁଢ଼ାର ହେଲା ପୂଜା ପାର୍ବଣ। ଦାଦି ବୁଢ଼ା ବଡ଼ ପୁରୁଷ, ତାରି ସୃଷ୍ଟି, ଏସବୁ ତାରି ଖେଳ। ଯେ ଯାହା କହେ ଦାଦି ବୁଢ଼ାର ତା କରଣ, ତାର ପାଟି ଫିଟେ ନାହିଁ। କୋଡ଼ିଏ ଦାଦି ବୁଢ଼ା ସବୁ ଦେଖେ, କିଛି କହେ ନାହିଁ। ତାରି ପାଖେ ପାଖେ ହୁଙ୍କା ବୁଢ଼ା ବଢ଼େ। ସେହି ଦାଦି ବୁଢ଼ା ପାଖରେ ଧାଣ୍ଡା ଓ ଧାଣ୍ଡି ମାନସିକ କରନ୍ତି ପରସ୍ପରକୁ ପାଇବା ପାଇଁ। ସେ ଯେମିତି ପ୍ରେମର ସାକ୍ଷୀ, ବିବାହର ସାକ୍ଷୀ, ରୋଗ ବ୍ୟାଧିର ସାକ୍ଷୀ, ବିପର୍ଯ୍ୟୟର ସାକ୍ଷୀ। ଦାଦି ବୁଢ଼ାର ଚଲ ନାହିଁ, ଗହଳ ଚହଳ ନାହିଁ। ସେ ସବୁବେଳେ ସ୍ଥିର। ତାକୁ ମଦ ଭୋଗ ଲଗାଯାଏ। ତାରି ପାଖରେ ମଦ ଖାଇ ସମସ୍ତେ ନାଚନ୍ତି। ଦାଦି ବୁଢ଼ା କେବଳ ନିଷ୍ପ୍ରଭ ଆଖିରେ ଚାହିଁ ରହେ। ସେହି ଦାଦି ବୁଢ଼ା ପାଖରେ ମାନସିକ କରି ଗାଁର ମୁଖିଆ ରାମ ନାୟକ ନିଜର ଏକମାତ୍ର ପୁତ୍ର ଠେଙ୍ଗା ଜାନିକୁ ଜାନିର ଝିଅ ସାରିଆ ସହିତ ବିବାହ ଦେବାକୁ ସଂକଳ୍ପ କଲା। ଅଥଚ ଠେଙ୍ଗା ଜାନି ଖ୍ରୀଷ୍ଟିଆନ ସାହିର ସନ୍ତୋଷ କୁମାରୀ ସହିତ ସୁଦୂର ଆସାମକୁ ଚାଲିଯାଇଛି ଉଦୁଲିଆ ନେଇ। ରାମ ନାୟକ ଭାଙ୍ଗି ପଡ଼ିଛି ଦୁଃଖରେ। ତାର ଘର ତୋଳା ଅଧା ରହିଛି। ବନ୍ଧୁ ଏଲିଓ ପ୍ରାଚୀନତାକୁ ଆଶ୍ୱାସନା ଦେଇଛି। ଗାଁ ଲୋକେ ବିଶ୍ୱାସ କରିଛନ୍ତି ଡମଟୋକିକୁ ନେଇ ପରଜା ଟୋକାର ଆସାମ ପଳାଇଯିବା ଗାଁ ପକ୍ଷରେ ଓ ରାମ ନାୟକ ପକ୍ଷରେ ଅମଙ୍ଗଳ। ତେଣୁ ଦାଦି ବୁଢ଼ା ପାଖରେ ପୂଜା ହୋଇଛି। ସମସ୍ତେ ମଦ ଖାଇ ନାଚିଛନ୍ତି। ରାମ ନାୟକ କିନ୍ତୁ ଦାଦି ବୁଢ଼ା ପାଖରେ କାନ୍ଦି କାନ୍ଦି ଜଣାଇଛି, ଦାଦି ବୁଢ଼ା ତୋର ମନରେ ଏଇଆ ଥିଲା ଦାଦି ବୁଢ଼ା, କି ଦୋଷ କରିଥିଲି ମୁଁ ତୋର, ମୋର ସର୍ବନାଶ କଲୁ। ଯଦି କହୁଛୁ ଠେଙ୍ଗାଟି ମୋର ଖରାପ ଡୁମା, ଗୋଟିଏ ଭଲ ଡୁମା ପଠେଇଲୁ ନାହିଁ କାହିଁକି? ଦାଦି ବୁଢ଼ା ପାଳିଲି, ବଢ଼େଇଲି, ଏଡ଼େଟିରୁ ଏଡ଼ୁଟିଏ କଲି, ଶେଷରେ ମୋରି ପୁଅକୁ ମୋରି ମୁହଁରେ ଗୋଇଠା ମରେଇ ନେଇ ଦୂର ଦେଶକୁ ବିଦା କରି ଦେଲୁରେ ଦାଦି ବୁଢ଼ା, ମୋର ଖାଇବା ଭାତରେ ଧୂଳି ଦେଲୁ। 21 ସେହି ଦାଦି ବୁଢ଼ା ଯେମିତି ସବୁ ସାନ୍ତ୍ୱନାର ହେତୁ। ସେ ଯେମିତି ସମସ୍ତଙ୍କୁ ଦୁଃଖ ଦିଏ ଆଉ ଦୁଃଖରୁ ଉଦ୍ଧାର କରେ। ତାରି କୃପାରୁ କାହାର ପୁଅ ହୁଏ, କାହାର ପୋଡ଼ ଭଲ ହୁଏ, କିଏ ଜେଲରୁ ରକ୍ଷା ପାଏ। ଏମିତି କେତେ ତର ମହିମା। ପରଜା ଏହାକୁ ବିଶ୍ୱାସ କରେ, ମାତ୍ର ଖ୍ରୀଷ୍ଟାନ ଡମ୍ ଏହାକୁ ବିଶ୍ୱାସ କରନ୍ତି ନାହିଁ। ପୁରୁଣା ଦିଶାରୀ ମରିଗଲା ପରେ ରୁକ୍ଜାନି ହେଲା ନୂଆ ଦିଶାରୀ। ତାର ଆଦର ଗାଁରେ କମିଯିବାରୁ ସେ ଗୋଟାଏ କୌଶଳ କରିଛି। ବାଳମୁକୁଳା ଓ ଆଖି ଲାଲ କରି ସେ କହିଲା ଗାଁରେ ଅନାଚାର ବଢ଼ି ଯାଇଛି। ନାୟକର ପୁଅ ପରଜା ଜାତି ହୋଇ ଡମୁଣିକୁ ନେଇ ପଳେଇଛି। ନାୟକ ଜାତି ହୋଇ ନାହିଁ, ଭୋଜି ଭାତ ଦେଇ ନାହିଁ। ତେଣୁ ଗାଁରେ ନାନା ବିତ୍ପାତ ଦେଖା ଦେଉଛି। ରାମ ନାୟକ ପ୍ରାୟଶ୍ଚିତ ହେଲା ଓ ଭୋଜି ଭାତ ଦେଲା। ଗାଁରୁ ରୋଗ ଛାଡ଼ିଗଲା। ସେ ସମସ୍ତଙ୍କୁ କହିଲା ମେଘ, ବାଘ, ଅଧିକାରୀ ଓ ଦେବତାଙ୍କ ମନର କଥା କାହାକୁ ଜଣା ନଥାଏ। ଯେତେବେଳେ ଯାହା ସେମାନଙ୍କର ମନ ହୁଏ ତାହା ସେମାନେ କରନ୍ତି। ଦିନା କେତେ ଗଲା ପରେ ଗାଁରେ ବାଘ ମାତିଲା। ଗୋଟିକ ପରେ ଗୋଟିଏ କେତେ ଲୋକଙ୍କୁ ବାଘ ନେଇଗଲା। ଗାଁ ସାରା ଆତଙ୍କ ଖେଳିଗଲା। ଶ୍ୟାମ ଗୁରୁମାଇ ନେଲା ଏହାର ସୁଯୋଗ। ସେ କାଳିସୀ ହୋଇ ଦାଦି ବୁଢ଼ାର ବାଣୀ ଘୋଷଣା କଲା, ମୁଁ ସବୁଠୁ ବଡ଼ ଠାକୁର ଦାଦି ବୁଢ଼ା, ସବୁ ମୁଁ ଗଢ଼େ, ସବୁ ମୁଁ ଭାଙ୍ଗେ, ଯେତେବେଳେ ଯୋଉଟା ଇଚ୍ଛା ହୁଏ ମୋର ମନ। ଯାହାକୁ ମୋର ମନ ହେଲା ଖାଇଦେଲି, ଯାହାକୁ ଇଚ୍ଛା ହେଲା ରଖିଲି, ମୋ ଇଚ୍ଛା, ମୋ ମନ, ମୁଁ ସବୁଠୁ ବଡ଼ ଠାକୁର ଦାଦି ବୁଢ଼ା। ତୁମେ ସବୁ ଏ ଗାଁ ଭାଙ୍ଗି ଦେଇ ଏଠୁ ଉଠି ଚାଲିଯାଅ, ନଇଲେ ତୁମକୁ ଭଲ ହେବ ନାହିଁ। ତୁମକୁ ମୁଁ ସର୍ଜନ କରିଛି। ତୁମର ସୁଖ ହେଲେ ମୋର ସୁଖ, ସେଥିପାଇଁ ତୁମକୁ ଚେତେଇ ଦଉଛି, ଯାଅ ପିଲାମାନେ ଏ ଗାଁ ଛାଡ଼ି ଦେଇ ଚାଲିଯାଅ। ଏ ଜାଗା ଛାଡ଼ି ଚାଲିଯାଅ। ଏଠିକି ମୋର ସାଙ୍ଗୀ ଦେବତାମାନେ ବୁଲଚାଲ ହେବେ। ବାଘ ଡୁମାମାନେ ରହିବେ। ଏଠି ତୁମକୁ ଭଲ ନାହିଁ। ଯେତେ ଚଞ୍ଚଳ ପାର ବାହାରି ଚାଲିଯାଅ ତୁମେ, ସେଠି ଅଧିକ ଭଲ ହେବ। ତୁମେ ଯେ ଯାଅ, ତୁମ ସୁଖ ଦୁଃଖ ବୁଝିବାକୁ ସବୁବେଳେ ମୁଁ ଥିବି ତୁମ ପାଖେ। 22 ଦାଦି ବୁଢ଼ାର ନିର୍ଦ୍ଦେଶକୁ ପରଜା ସମାଜ ନ ମାନିବାର ଉପାୟ ନାହିଁ। ସମସ୍ତେ ଗାଁ ଛାଡ଼ି ଛାଡ଼ିଗଲେ ଆହୁରି ଉଚ୍ଚ ପାହାଡ଼ ଉପରକୁ। ପୁରୁଣା ଗାଁ ପଡ଼ି ରହିଲା। ସେଠି ସେମିତି ରହିଲା ଦାଦି ବୁଢ଼ା ରୂପୀ ଖଜୁରୀ ଗଛ। ଦୁଇ ବୁଢ଼ା ହୋଇଗଲେ ଦ୍ୱୈତ। ସମଗ୍ର ଉପନ୍ୟାସଟିରେ ଗୋଟିଏ କଥାକୁ ଲେଖକ ସ୍ପଷ୍ଟ କରିଦେଇଛନ୍ତି, ତାହା ହେଉଛି ପରଜା ସମାଜର ସରଳ ଧର୍ମ ବିଶ୍ୱାସ ହୋଇଛି ତାର ସକଳ ବିପର୍ଯ୍ୟୟର କାରଣ। ଧର୍ମ, ମଣିଷଗଢ଼ା ଠାକୁର ଓ ପୌହିତ୍ୟ ପ୍ରଥା ହେଉଛି ତାର ଦୁଃଖ ଓ ଦୁର୍ଦ୍ଦଶାର କାରଣ। ଏଥିସହିତ ଲେଖକ ଦେଖାଇ ଦେଇଛନ୍ତି ଭ୍ରାନ୍ତ ଜାତିଗତ ବାଧା ଓ ବନ୍ଧନ। ଏହି ଜାତିଗତ ବାଧା ହିଁ ରାମ ନାୟକର ଜୀବନରେ ସୃଷ୍ଟି କରିଛି ଗୁରୁତର ଦୁଃଖ ଓ ଯନ୍ତ୍ରଣା। ଔପନ୍ୟାସିକ ଗୋପୀନାଥ ଏହି ସତ୍ୟକୁ ଅତି ସ୍ପଷ୍ଟ ଭାବରେ ଉକ୍ତ ଉପନ୍ୟାସରେ ଦେଖାଇ ଦେଇଛନ୍ତି। ପରଜା କିନ୍ତୁ ଗୋପୀନାଥ ପ୍ରତିଭାର ଏକ ଅନନ୍ୟ ସୃଷ୍ଟି। ବିଶ୍ୱଯୁଦ୍ଧ ପରିପ୍ରେକ୍ଷୀରେ 1943 ମସିହାରେ ଏହା ରଚିତ ଓ ଯୁଦ୍ଧ ପରବର୍ତ୍ତୀ ସମୟରେ ଏହା ପ୍ରକାଶିତ। ତେଣୁ ଏହା ଯୁଦ୍ଧୋତ୍ତର ଜୀବନର ମହାକାବ୍ୟ। ପ୍ରେମ ଓ ଶୋଷଣ ଏହି ଦୁଇଟି ଭାବ ଉକ୍ତ ଉପନ୍ୟାସର ବଳିଷ୍ଠ ସ୍ୱରଲିପି। ଜୀବନର ସଂଘର୍ଷ ଓ ବଞ୍ଚିବାର ବାସନା ଏଥିରେ ସୁତୀବ୍ର ଉଚ୍ଚାରଣ। ଓଡ଼ିଶା ସାମାଜିକ ଜୀବନ ଭୂମିକୈନ୍ଦ୍ରିକ ସଂଘର୍ଷ ଉପରେ ଗତିଶୀଳ। କୃଷି ନିର୍ଭର ସମାଜରେ ଜମି ପାଇଁ ଲଢ଼େଇ ଚିରନ୍ତନ। ସେହି ଲଢ଼େଇକୁ କେନ୍ଦ୍ର କରି ଚରିତ୍ର, ନାୟକ, ବୀର, ଖଳନାୟକମାନଙ୍କର ଆତଯାତ, ତାହା ଉପରେ ହିଁ ସମସ୍ତ ସାମାଜିକ, ସଂସ୍କୃତି, ସାହିତ୍ୟ, ହର୍ଷ, ବିଷାଦ, ପୂଜା ପାର୍ବଣ, ରାହାଜାନୀ, ଟାଉଟର ନିର୍ଭରଶୀଳ।
23 ଏହି ଜମି ଲଢ଼େଇ ଛମାନ 8 ଗୁଣ୍ଠ ଟଙ୍କା ଗଛ ମାଟିର ମଣିଷ ଦାଦି ବୁଢ଼ା ହିଡ଼ମାଟି ପରଜା ଅମୃତର ସନ୍ତାନ ପ୍ରଭୃତି ଉପନ୍ୟାସରେ କ୍ରମ ସମ୍ପ୍ରସାରିତ। ଗୋପୀନାଥଙ୍କ ପରଜା ଉପନ୍ୟାସ ଏହି ଲଢ଼େଇ ଏକ ଜୀବନ୍ତ ଆଲେଖ୍ୟ। ପରଜା ଓ କନ୍ଧଙ୍କର ଭୌଗୋଳିକ ସୀମାକୁ ଏହା ଅତିକ୍ରମ କରିଯାଇଛି। ପ୍ରାକୃତିକ ଓଡ଼ିଶାର ଏପରି କୌଣସି ଅଞ୍ଚଳ ଆଜି ବାକି ନାହିଁ ଯେଉଁ ଅଞ୍ଚଳ ଭିତରକୁ ଗୋପୀନାଥ ମହାନ୍ତିଙ୍କର ସାହିତ୍ୟିକ ଅନୁପ୍ରବେଶ ଘଟି ନାହିଁ। 24 ଇଂଲଣ୍ଡର ବିଖ୍ୟାତ ଔପନ୍ୟାସିକ ରାଡ୍ ଓ ଆମେରିକାର ଔପନ୍ୟାସିକ ହେମିଙ୍ଗୱେଙ୍କ ପରି ସେ ଘଞ୍ଚ ଅରଣ୍ୟ ଭିତରେ ସେ ଖୋଜିଛନ୍ତି ସତ୍ୟକୁ। ପରଜା ଓ କନ୍ଧ ଏହି ଦୁଇ ଉପଜାତିର ଅନୁଶୀଳନ ମଧ୍ୟ ଦେଇ ମଣିଷ ଜୀବନର ସତ୍ୟ ହିଁ ହେଉଛି ପ୍ରକଟିତ। ଏହି ସତ୍ୟ ହେଉଛି ଜମି ପ୍ରତି ଭକ୍ତି ଓ ଜମି ପ୍ରତି ଲୋଭ। ଭକ୍ତି ହୋଇଛି ବିପର୍ଯ୍ୟୟରେ ପରିଣତ, ଲୋଭ ହୋଇଛି ଶୋଷଣରେ ରୂପାନ୍ତରିତ। ଆଉ ଏକ ସତ୍ୟ ହେଉଛି ଉପଭୋଗୀ ଗୋଷ୍ଠୀର ଉତ୍କଟ ଯୌନ ତୃଷ୍ଣା। ସେଠି ନୀତି ନାହିଁ କି ଆଦର୍ଶ ନାହିଁ, ଅଛି ଗୋଟାଏ ପୈଶାଚିକ ଉଲ୍ଲାସ। ଅନ୍ୟ ପକ୍ଷରେ ସର୍ବହରା ଆଦିବାସୀ ସମାଜର ଯୌନାବେଗ ଅଛି, ମାତ୍ର ତାହା ସେହି ସମାଜ ସମର୍ଥିତ ଓ ଧର୍ମ ତଥା ଆଦର୍ଶ ସମର୍ଥିତ। ଏଥିପାଇଁ ସେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ମାତ୍ର ସେଥିରେ ତାର ଆନନ୍ଦ। ଆଦିବାସୀ ଜୀବନରେ ଅନ୍ୟ ଏକ ସତ୍ୟ ହେଉଛି ଅଦୃଷ୍ଟ ପ୍ରତି ଭୟ ଓ ସେହି ଅଜ୍ଞାନତା ପ୍ରସୂତ ଭୟ ପାଇଁ ପ୍ରକୃତିର ବିଭିନ୍ନ ସ୍ୱରୂପର ଉପାସନା। ଟ୍ରାଜେଡିରେ ଅଲିମ୍ପସ୍ ଦେବତାମାନଙ୍କର ପ୍ରତାପ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ, କାରଣ ସେତେବେଳେ ମଣିଷ ନିଜ ଆଖି ଆଗରେ ପ୍ରକୃତିର ବିତ୍ପାତକୁ ଦେଖୁଥିଲା ଏବଂ ଏହାର କାରଣ ଦୈବ ବୋଲି ମାନି ନେଉଥିଲା। ପ୍ରକୃତି ବା ଦେବତା ବା ଅଦୃଷ୍ଟ ଅର୍ଥାତ୍ ମାନସଗୋଚର ଏକ ଶକ୍ତି ହିଁ ଥିଲା ସେମାନଙ୍କ ପାଇଁ ନିୟାମକ। ଠିକ୍ ସେହିପରି ଗୋପୀନାଥ ମହାନ୍ତିଙ୍କ ପରଜା ବା ଅମୃତର ସନ୍ତାନରେ ଧର୍ମ ଓ ଧରିତ୍ରୀ ଉପରେ ଆଦିବାସୀ ପରଜା ଓ କନ୍ଧର ନିର୍ବିଚାର ଓ ଯୁକ୍ତିହୀନ ଆତ୍ମା ହିଁ ପ୍ରକୃତିର ଏହି ଅବୋଧ ଶକ୍ତି ଭୟର କାରଣ। 25 ଗୋପୀନାଥ ଏ ବିଷୟରେ ସଚେତନ। ପ୍ରକୃତି, ସମାଜ ଓ ସଂସ୍କୃତି ଏହି ତ୍ରୟୀ ସତ୍ତାର ସମଗ୍ରତାକୁ ସେଧି କରିଛନ୍ତି। ଏହି ତ୍ରୟୀ ସତ୍ତା ମଧ୍ୟରେ ଆଦିବାସୀ ପରଜା ଓ କନ୍ଧକୁ ରଖି ସେମାନଙ୍କର ପ୍ରତିପକ୍ଷ ଭାବରେ ଉପଭୋଗୀ ସଭ୍ୟ ସମାଜକୁ ରଖିଛନ୍ତି ଏବଂ ନିଜେ ହୋଇଯାଇଛନ୍ତି ଏସବୁର କେନ୍ଦ୍ର। ତାଙ୍କର ଏକାନ୍ତ ସମ୍ବେଦନଶୀଳ ବ୍ୟକ୍ତି ପୁରୁଷଟି ଶୋଷକ ଓ ଶୋଷିତ ଉଭୟଙ୍କୁ ଆପଣାର କେନ୍ଦ୍ରକୁ ନେଇ ଆସିଛି ଏବଂ ସେଇଠୁ ସେମାନଙ୍କୁ ନୂଆ କରି ଉପନ୍ୟାସ ମଧ୍ୟକୁ ଛାଡ଼ି ଦେଇଛି। ତେଣୁ ପ୍ରତ୍ୟେକ ଚରିତ୍ର ହୋଇଯାଇଛନ୍ତି ଅତ୍ୟନ୍ତ ଆପଣାର। ଶ୍ରେଣୀଗତ ଚେତନାରୁ ପ୍ରତ୍ୟେକ ଚରିତ୍ର ଆଉ ଏକ ଉର୍ଦ୍ଧ୍ୱାୟିତ ସ୍ତରକୁ ଚାଲିଯାଇଛନ୍ତି, ଯେଉଁଠି ଆଦର୍ଶ ଓ ବାସ୍ତବତା ମିଶିଯାଇ ଆଉ ଏକ ନୂତନ ବାସ୍ତବତା ସୃଷ୍ଟି କରିଛି। ମଣିଷକୁ ମଣିଷ ଭାବରେ ଧରି ବିଚାରିବାର ପ୍ରବୃତ୍ତି ଦେଖାଦେଇଛି। ତାଙ୍କର ଭାଷାରେ ସମାଜ ଚେତନାରେ ଜୁଡ଼ୁବୁଡ଼ୁ ହେଲେ ବି ମୁଁ କେବେ ଖାଲି ସମାଜ ଚେତନା ପ୍ରକଟ କରିବା ଉଦ୍ଦେଶ୍ୟରେ ଉଦ୍ୟମ କରିନାହିଁ। ସତ୍ୟ ନାନା ଦିଗରୁ ନାନା ବେଗରେ ଦେଖାହୁଏ। ଏକାଠି ସବୁ କଥା ଗ୍ରହଣ କରି ତା ପରେ ଅନୁସନ୍ଧାନ ଖାଲି ଗୋଟିଏ ମତବାଦର ବାହକ ହୋଇ ନୁହେଁ। ସାହିତ୍ୟର କ୍ଷେତ୍ର କହିଲେ ମୁଁ ବୁଝେ ମାଟି ଆକାଶ ସମୟ ଓ ତହିଁରେ ନିହିତ ଚେତନା ଏକାଠି ହୋଇ ଗୋଟିଏ କ୍ଷେତ୍ର। ତହିଁରେ ବୌଦ୍ଧିକତା ଅପରିହାର୍ଯ୍ୟ, ରସ ଅପରିହାର୍ଯ୍ୟ, ବାସ୍ତବ ଚେତନା ଅପରିହାର୍ଯ୍ୟ। 26 ଏଥିରୁ ଜଣାଯାଏ ଯେ ଗୋପୀନାଥ ବାସ୍ତବତାକୁ ଗ୍ରହଣ କରିଛନ୍ତି, ଆଦର୍ଶକୁ ଛାଡ଼ି ନାହାନ୍ତି। ସେଥିରେ ବୌଦ୍ଧିକ ବିଶ୍ଳେଷଣ କରିଛନ୍ତି ଏବଂ ତାରି ମଧ୍ୟ ଦେଇ ରସ